ସୁନେନା ଯେଉଁ ଜାଗାକୁ ବୁଲିବା ପାଇଁ ଯାଇଥିବେ ରାତି ହୋଇସାରିଲା ପରେ ସେମାନେ ଗୋଟେ ପାର୍କକୁ ଯାଇଥିବେ ଯେଉଁଠିକି ଯାଦୁ ସବୁ ଦେଖାଯାଉଥିବ। କିନ୍ତୁ ସେ ବୁଲବୁଲ ଦିଦି ଯାଇକି କ'ଣ କରିବା ନା ସେ ଯାଦୁଗରଙ୍କ ବ୍ୟାଗକୁ ଖୋଲି ସେଠାରୁ ଗୋଟେ ଲକେଟକୁ ନେଇକି ପଳେଇ ଆସିବେ। ଆଉ ସେ ଅଚାନକ ଯେତେବେଳେ ଦୌଡ଼ିକି ଆସୁଥିବେ ରାସ୍ତା ସାଇଡ଼ରୁ ଗୋଟେ ବାଇକ୍ ସହିତ ଧକ୍କା ହୋଇଯିବ। ଆଉ ସେ କଚାଡ଼ି ହୋଇକି ତଳେ ପଡ଼ିଯିବେ। ଆଉ ହଠାତ୍ ତାଙ୍କ ମୁଣ୍ଡ ମଧ୍ୟ ଫାଟିଯିବ। ବୁଲବୁଲଙ୍କ ମୁଣ୍ଡ ଫାଟି ଖଣ୍ଡିଆ ହୋଇଯିବାରୁ ପାଖରୁ ଆସୁଥିବା ଗୋଟେ କାରରେ ସେ ନିଜ ଫେସ୍କୁ ଦେଖିବେ। କିନ୍ତୁ ସେ ଅଚାନକ ଦେଖିକି ଡରିଯିବେ। ମାନେ ତାଙ୍କ ଫେସ୍ରେ ବ୍ଲଡ଼ ସ୍ଥାନକୁ ନୁହଁ, କାହିଁକିନା ତାଙ୍କ ପଛପଟୁ ସେ ଆସୁଥିବା ଯାଦୁଗରଙ୍କୁ ଯେତେବେଳେ ଯାଦୁଗର ତାଙ୍କ ରୁମ୍ରେ ଥାଇ ତାଙ୍କ ବ୍ୟାଗ୍ ଦେଖିବେ ତାଙ୍କର ସେ ଲକେଟକୁ ପାଇବେ ନାହିଁ। ଆଉ ସେ ଭାବିକି ଏସବୁ କାମ ସେ ସ୍ତ୍ରୀ ଲୋକର। ଆଉ କେହି ବି କହିବେ ତ ମୋତେ ଯାଇକି ସେ ସ୍ତ୍ରୀ ଲୋକଙ୍କୁ ଶୀଘ୍ର ଯାଇକି ଖୋଜିବାକୁ ହେବ। ଆଉ ସେଇ ଯାଦୁଗର ଯେତେବେଳେ ବାହାରକୁ ଆସିକି ବୁଲବୁଲଙ୍କୁ ଖୋଜୁଥିବେ ଆଉ ବୁଲବୁଲ ତାଙ୍କୁ ଆଇନାରେ ଦେଖିଦେବେ। ଆଉ ସେ ଯାଦୁଗରଙ୍କୁ ଦେଖିଲା ପରେ ସେ ବହୁତ ଆଶ୍ଚର୍ଯ୍ୟ ହୋଇକି ଡରିଯିବେ। ଆଉ କହିବେ କି ମୁଁ ଯଦି ଏଠାରେ ଲୁଚିକି ରହିବି ତାହେଲେ ମୋତେ ସେ ଯାଦୁଗର ଦେଖିନେବ।